ଭଟକା ଦୌଡ଼ିକି ଆସିଲା ଆସିକି ମୋ ଟାଣିକି ମୋ ହାତ କାମୁଡ଼ିକି କାମୁଡ଼ିଲା ଇଏ କରିକି ପଳେଇଲା ଫାଳ ହେଇଗଲା ପୁରାପୁରି। ମୋ ଗାମୁଛା ଖଣ୍ଡେ ଥିଲା ମୋ ସେ ଚେୟାର ଉପରେ। ଏଇଟା କଣ ଏତେ ଦିନ ହେଲା ତୋର ମାଙ୍କଡ଼ ଛୁଆ ପିଲା ବାହାରି ପାରୁନାହାନ୍ତି, ଆମେ ବି ବାହାରି ପାରୁନୁ, କ'ଣ କରିବୁ? ଠେଙ୍ଗା ବାଡ଼ି ଧରି ବୁଲୁଛନ୍ତି ସବୁ। ପାଗଳ ମାଙ୍କଡ଼ ତ ମୋତେ କାମୁଡ଼ିଲାଣି। ମୁଁ ଆଉ ତ ଗାଁରେ 2 ଜଣ 3 ଜଣଙ୍କୁ କ'ଣ କାମୁଡ଼ି ସାରିଲାଣି। ଗଲା ଶନିବାର ଦିନ ମୁଁ ବସିଛି ଏଇଠି କ'ଣ ବାରଣ୍ଡାରେ ବସିକି ଚେୟାର ଉପରେ ବସିକି ମୁଁ ଚା ପିଉଛି ଦିନ 3ଟା 10-15 ଖଣ୍ଡ ହେବ। ଯୋଉଠି ମାଙ୍କଡ଼ ଆସିଲେ ଗୋଟେ ପଳେଇଲା ସେ ତାଙ୍କ ଛାତ ଉପରକୁ, ଆଉ ଗୋଟେ ବସିଲା ଆମ ସେଇ ଦେୱାଲ ଉପରେ ବସିଛି। ସେ ଦାନ୍ତ କଡ଼ମଡ଼ କଷିକି କରୁଛି, ମୁଁ ମୋର ଚା ପିଉଛି। ଗୋଟେ ମିନିଟ୍ ଖଣ୍ଡେ ଯାଇଛି ଭଟକା ଦୌଡ଼ିକି ଆସିଲା ଆସିକି ମୋ ଟାଣିକି ମୋ ହାତ କାମୁଡ଼ିକି କାମୁଡ଼ିଲା ଇଏ କରିକି ପଳେଇଲା ଫାଳ ହେଇଗଲା ପୁରାପୁରି। ମୋ ଗାମୁଛା ଖଣ୍ଡେ ଥିଲା ମୋ ସେ ଚେୟାର ଉପରେ, ଗାମୁଛାକୁ ଧରିକି ଦୌଡ଼ିକି ଗଲି ଘର ଭିତରକୁ। ମାଙ୍କଡ଼ କାମୁଡ଼ିଲା ସିଏ ସେଠୁ ହାଲି ଇଏ କଲେ ହାଲା କଲେ। ଆମର ସେ ନାତି ଗୋଟେ ଥିଲା ଏଇଠି ଆମର ପପୁନା ଥିଲା, ତାକୁ କହିଲି ଯେମିତି ସିଏ ହାଲା କରିକି ଦୁନିଆ ବାବି ଆସିଲେ। ତାପରେ ଆମର ସେ ପୁତୁରା ପ୍ରାୟତଃ 2ଟା ଇଏ ହେଇଛନ୍ତି, 2ଟା କାମୁଡ଼ା କାମୁଡ଼ି ଇଏ ହଉଥିଲେ। ଆଉ ମୁଁ ଆଉ ଲକ୍ଷ୍ୟ କରିନି କେତେ କ'ଣ ଇଏ ହେଇଛି, କିନ୍ତୁ ଦିଆହେଇଛି। କାଲି ଆସିଥିଲେ, କାଲି ଆସିକି ଯାଇଛନ୍ତି କ'ଣ ଚେକ୍ ଚାକ୍ କରିକି ସବୁ ଇଏ କରିକି ଯାଇଛନ୍ତି ସବୁ। ଆଇ ତ ଇଞ୍ଜେକ୍ସନ୍ ଚାଲିଛି, ଷ୍ଟିଚ୍ ଚାଲିଛି। ଗାଁ ବାଲା ବାଡ଼ି ଧରିକି ବୁଲୁଛନ୍ତି ବସିକି। ହେଇ ମାଙ୍କଡ଼ ଆଇଲା ହେଇ ଆଇଲା, ଛୋଟ ଛୁଆ ପର୍ଯ୍ୟନ୍ତ ମାଙ୍କଡ଼ ବାଡ଼ି ଧରିକି ବୁଲୁଛନ୍ତି। ହେଇଛି ଏରକମ 4-5 ଜଣଙ୍କୁ କାମୁଡ଼ା କାମୁଡ଼ି କଲେ। ମତେ ତ ଏରକମ ଅବସ୍ଥା କରିଛି, ମୋର ତ ଡାଇବେଟିସ୍ କୋଲେଷ୍ଟ୍ରଲ୍ ସବୁ ଅଛି। ଆଉ ମାଙ୍କଡ଼ କାମୁଡ଼ିଛି, ଏରକମ ଅବସ୍ଥା କରିଛି। ଆଉ ମୁଁ କ'ଣ କରିବି? ମୋର ତ ଘରକୁ ଏକୁଟିଆ, ମୁଁ କିଛି ବି କରିପାରୁନି। ଜଣକୁ କାମୁଡ଼ିଲେ 4-5 ଜଣଙ୍କୁ, 5-6 ଜଣଙ୍କୁ କାମୁଡ଼ିଲେ। ଆଉ ବନ ବିଭାଗ ଆସିଥିଲେ, ସେ ଧରି ପାରୁନାହାନ୍ତି, ଛୁଆ ସବୁ ଗୋଡ଼ଉଛନ୍ତି। ଏଇଆ ଆଉ ଡର ମାଡ଼ୁଛି। ମାଙ୍କଡ଼ ଛୁଆ ପିଲା ବାହାରି ପାରୁନାହାନ୍ତି, ଆମେ ବି ବାହାରି ପାରୁନୁ, କ'ଣ କରିବୁ? ଠେଙ୍ଗା ବାଡ଼ି ଧରି ବୁଲୁଛନ୍ତି ସବୁ। ଏ ମାଙ୍କଡ଼ ଭୟଭୀତ ତ ହଉଛନ୍ତି ସବୁ।